ଆମେ ଗୋଟେ ସଂସ୍ଥା ସହିତ ଆମେ ଏମୟୁ କରୁଛୁ ଯେ ଆଇଟିଆଇ ସହିତ ପିଲାମାନେ ସେଇ ସମୟରେ ପ୍ଲସ୍ ଟୁ ବି ମଧ୍ୟ ଡିଗ୍ରୀ ପାଇପାରିବେ, ତାର ମଧ୍ୟ ବ୍ୟବସ୍ଥା ଆମ ସରକାର କରୁଛି। ବିଭିନ୍ନ ପ୍ରକାର ସ୍କିମ୍ ଆମେ ହାତକୁ ନେଇଛୁ କିଭଳି ଭାବରେ ବୈଷୟିକ ଶିକ୍ଷାରେ ଆମ ରାଜ୍ୟ ଆଗକୁ ଯିବ। ବୈଷୟିକ ଶିକ୍ଷା କ୍ଷେତ୍ରରେ ନୂଆ ନୂଆ ଇନୋଭେସନ ଆମେ ନେଇଛୁ, ତା ସହିତ ସ୍କିଲ୍ ଡେଭଲପମେଣ୍ଟ ମଧ୍ୟ ଯୋଡା ହେଇଛି। ମୁଁ ପ୍ରିନ୍ସିପାଲଙ୍କୁ କହିବି ସେ ମଧ୍ୟ ଚେଷ୍ଟା କରିବେ। ମୁଁ ମଧ୍ୟ ଆଜି ଗଲା ପରେ ଆଉ ଚେଷ୍ଟା କରିବି କିଭଳି ଆମର ଆଇଟିଆଇ କଲେଜ ସହିତ ଆଇଟିଆଇ ଇନଷ୍ଟିଟ୍ୟୁସନ ସହିତ ସ୍କିଲ୍ ଡେଭଲପମେଣ୍ଟ ଯୋଡି ହେଲେ ପିଲାଙ୍କର ବିକାଶ ହବ। ପିଲାମାନେ ଯେ ସ୍କିଲ୍ ସହିତ ଯୋଡି ହବା କଥା ଯୋଡି ହେବେ। ଏବଂ ଆପ୍ରେଣ୍ଟିସ୍ ବହୁତ କମ ଅଛି, ଚେଷ୍ଟା ବେଶୀରୁ ବେଶୀ ପିଲାଙ୍କୁ ଆପ୍ରେଣ୍ଟିସ୍ ମାନେ କରିବା ପାଇଁ। ଆପ୍ରେଣ୍ଟିସ୍ ଯଦି ଭଲ ସେଇଠି ବି ସେମାନେ ନିଯୁକ୍ତି ପାଇଯାଇପାରିବେ, ନଚେତ ଏକ୍ସପିରିଏନ୍ସ ହେଲା ପରେ ବିଭିନ୍ନ ଇଣ୍ଡଷ୍ଟ୍ରିରେ ସେମାନେ ଯାଇ ରିକ୍ରୁଟମେଣ୍ଟ ହେଇପାରିବେ। ତ ସେଥିପାଇଁ ଆପ୍ରେଣ୍ଟିସ୍ ଆହୁରି ବଢାନ୍ତୁ, ଯେତେ ଅଧିକ ପିଲାମାନଙ୍କୁ ଆପ୍ରେଣ୍ଟିସ୍ ଦିଅନ୍ତୁ। କାହିଁକି ନା ଏ ଜିଲ୍ଲା ଏଠି ଗୋଟେ ଆଇଟିଆଇ ଅଛି, ପଲିଟେକ୍ନିକ ଗୋଟେ ଅଛି। ଏ ଜିଲ୍ଲାରେ ତ ଇଣ୍ଡଷ୍ଟ୍ରି ଅଛି, ସବୁ ଇଣ୍ଡଷ୍ଟ୍ରି ବାଧ୍ୟତାମୂଳକ ଭାବେ ତାଙ୍କର ପରସେଣ୍ଟେଜ ଅଛି ଆପ୍ରେଣ୍ଟିସ୍ ପିଲାମାନଙ୍କୁ ରଖିବେ ଆପ୍ରେଣ୍ଟିସ୍ ଦରକାର। ତ ଆପଣମାନେ ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ। ମୁଁ ମଧ୍ୟ ଆଜି ଆମର ଯୋଉ ଜିଲ୍ଲାପାଳଙ୍କ ସହିତ ମିଟିଂ ଅଛି, କଲେକ୍ଟରଙ୍କୁ ମଧ୍ୟ ଆମେ କହିବୁ ଯେ ଆପ୍ରେଣ୍ଟିସ୍ ସଂଖ୍ୟା ଯେମିତି ବଢିବ, ପ୍ରତିବର୍ଷ ଆପ୍ରେଣ୍ଟିସ୍ ସଂଖ୍ୟା ବଢିଲେ ଦେଖିବେ ଏମ୍ପ୍ଲୟମେଣ୍ଟ ମଧ୍ୟ ବଢିବାର ସମ୍ଭାବନା ସେଠୁ ଆରମ୍ଭ ହବ। ଏବଂ ଧନ୍ୟବାଦ ଦଉଛି ପିଲାମାନେ ଷ୍ଟାଫରୁ ଏଠିକାର ଛାତ୍ରଛାତ୍ରୀ ମାନେ ବହୁତ ଇନୋଭେଟିଭ ଆଇଡିଆରେ ବହୁତ ଭଲ ଭଲ ଜିନିଷ କରିଛନ୍ତି। ମୋର ମଧ୍ୟ ପ୍ରିନ୍ସିପାଲଙ୍କୁ ଆଗ୍ରହ ରହିବ ପ୍ଲେସମେଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତୁ। ଏବଂ ଆହୁରି ଯାହା ଯାହା ସେମାନେ ଆଜି କହିଲେ ମୁଁ ମଧ୍ୟ ଆମର ପିଏସ୍ କୁ କହିଛି, ସେ ନୋଟ୍ କରିଛନ୍ତି। ଆମେ ତା ଉପରେ ଲକ୍ଷ୍ୟ ରଖିବୁ। ଆପଣଙ୍କର ଯାହା ଯାହା ଆବଶ୍ୟକ ଅଛି ଆମେ ପୁରା କରିବୁ। ଆଉ ଏ ଗଭର୍ଣ୍ଣମେଣ୍ଟ ଆଇଟିଆଇ ଗଜବାହାଲ ବିଷମ କଟକ ଓଡ଼ିଶାରେ ଭଲ ର୍ୟାଙ୍କ ରଖୁ, ଭଲ ନାଁ କରୁ, ଆହୁରି ଭଲ ଆଗକୁ ଯାଉ। ଆମ ତରଫରୁ ଆମର ଶୁଭେଚ୍ଛା ରହିବ। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।